ଆଉ କଣ ଆଇଏସ୍ ହବ ନା ଆଇପିଏସ୍ ହବ ବେ? ଆଇଏସ୍ ହବ ଆଇପିଏସ୍ ହବ ଏ ଦାସିଆ ବାଉରୀ ଭଳି ଉଚ୍ଚ ଶିକ୍ଷିତ ହେଇ ମାନ୍ଧାତା ଘରେ ମୁଣ୍ଡ ବିକିବାନି କି ମାନ୍ଧାତା ଘର କଥାରେ ଉଠ ବସାବାନି। মল্লার বন্দর তারপরে জবাব করণ জগা মোল্লা परंपरा को जदि दासिया बाबुरी भांगी दबाको बसिछि ताले ताको घर भीतर पुरै मारपीट कले किए जानिबो आरो तो पब्लिक रे गाड़ी चढ़ाई मारी जाए ଆପଣ ମତେ ମାରି ଦେବାକୁ କହୁଛନ୍ତି। मारी दबाको कहउछि जदि बंचिबाको तोर एते इच्छा ताले तो प्रभु को मांदाता घरे ढोल बजाई दो ढोल ମୋ ପୁଅକୁ ସେ ହୀନ ବ୍ୟବସାୟ କରିବାକୁ ଦେବିନି ବାବୁ। ମୋ ପୁଅକୁ ସେ ହୀନ ବ୍ୟବସାୟ କରିବାକୁ ଦେବିନି ବାବୁ। କାହାକୁ ଧରି ନେବାକୁ ସାମନେ କହୁ ତୋ ମାନ୍ଧାତା ପରିବାର ମତେ ଚାରିଆ କରି ଜମି ଆଉ ରହିବାକୁ ଘରେ ଦେଇଛି ସେ ବ୍ୟବସାୟକୁ ତୁ ହୀନ ବ୍ୟବସାୟ ବୋଲି କହୁ। ଆଜି ହଉଛି ଦୋଳ ପୂର୍ଣ୍ଣିମା ରାଧା ଗୋବିନ୍ଦ ଭୋଗ ଖାଇବେ। ହଁ ମୋ ଘରେ ଢୋଲ ବାଜିବ କେହି ନାହିଁ।
ଥରେ ଇଆ ଦେଖିବାକୁ ପଡ଼ିଲା ନା ତୁ ମନ୍ଧତା ଘରେ ମୁଣ୍ଡ ବିକିଦେଲୁ। ମୋ ପାଖରେ ଆଉ କିଛି ଉପାୟ ନଥିଲା। এই বয়সত মই ভাড় খাইব বাবু খান গাড়ি চকা তর্ক জীবন জীব এসব দেখি শুনে চুপ হয়ে পারিবেন বাবা। তাছাড়া এই ব্যবসা করিবা পাই পড়া বাবা আজ আমার হাত কাটি লেখি ଦେଇଛୁ। ମୁଁ ଯଦି ঢলিଆ ହେଇନଥାନ୍ତି ଜାଗା ଜମି ଘର ସବୁ ଯାଇଥାନ୍ତା। ସେଇଥିପାଇଁ ମୁଁ ଚିନ୍ତା କଲି ମୋ ପାଠ ପଢା ପଛେ ଚୁଲିକି ଯାଉ ମୋ ବାପା ଭାଇ ଭଲରେ ରୁହନ୍ତୁ ସେମାନେ। পুয়া ঢোল বজাইବାକୁ রাজি ହେଇଗଲା। এটা କିଛି ଅସୁବିଧା ଅଛି? କଣ କହିବି ବାବୁ? ଏ ଯେତେବେଳେ ରାଜା ଘର ଅରକଳି ଭିତରେ ବେକ ପୁରେଇ ସାରିଲାଣି ମୋର ଆଉ କିଛି କହିବାର ନାହିଁ ବାବୁ। ଖାଲି ଠାକୁରଙ୍କୁ ଏତିକି ଡାକୁଛି, ହେ ଠାକୁରେ ରଜା ଘର ଅରକଳି ଭିତରେ ମୋ ପୁଅର ବେକଟା କଟି କିଛି ହବନି ମତେ ପରା ବୁଢୀ ଠାକୁରାଣୀ ଜଗିଛି। ବାବୁ ଆପଣଙ୍କୁ ଗୋଟେ କଥା କହିବି ରଖିବେ? କାଲି ମୋ ଭାଇ କଲେଜରୁ ଫୋନ କରିଥିଲେ। କଲେଜ ଫିସ୍ ନଦେଲେ ସେ ଏକ୍ଜାମ ଦେଇପାରିବନି। ବହୁତ ଲୋକ ପାଖକୁ ଗଲି ବାବୁ, ବହୁତ ଲୋକଙ୍କ ଗୋଡ଼ ଧରିଲି, ହେଲେ କେହି ବି ମତେ ହେଲ୍ପ କଲେନି। ଆପଣ ଯଦି 50,000 ଟଙ୍କା ଦିଅନ୍ତି ମୁଁ ଆପଣଙ୍କର ସବୁ ଟଙ୍କା ଶୋଚିଦେବି। ଏଉଠିରେ ଜଏନ୍ କରୁ କରୁ 50,000 ଦିବା ନା କରନ୍ତୁନି ଆଜ୍ଞା। ରଜା ଘର ତ କେତେ ବାଇଟି ପଡ଼ିଛି। ଢୋଲ ବଜାଇବା ସହିତ ଆପଣ ଯେତେବେଳେ ଯୋଉ କାମ କହିବେ ମୁଁ ସବୁ କରିବି ବାବୁ। ଆପଣଙ୍କ ଟଙ୍କା ନସୁଚା ପର୍ଯ୍ୟନ୍ତ ଖରା ବର୍ଷା ଶୀତ କାକର କିଛି ମାନିବିନି ବାବୁ, କିଛି ମାନିବିନି। ଏଇ ନେ 50,000 ଅଛି। ତୁ ଏଠି ଠିଆରୁ କାହିଁକି ଆସିବ? ତୋ ପୁଅକୁ ରୋଜା ଘର ସବୁ ନୀତି ବିଷୟରେ କୋଟି କୋଟି କରି ବୁଝାଇ ଦେ। ବାବୁ କୋଉ ନୀତି ବିଷୟରେ କହୁଛନ୍ତି? ରଜା ଘର ଲୋକ ଯେତେବେଳେ ଯାହା କହିବେ ମାନିବୁ। ଉଠ କହିଲେ ଉଠିବୁ, ଆଉ ବସ କହିଲେ ବସିବୁ। ଯଦି ତୋ ଆଖି ସାମ୍ନାରେ କେବେ କିଛି ଭୁଲ ହେଇଯାଏ ସବୁ ଦେଖିବୁ, ସବୁ ଶୁଣିବୁ, ହେଲେ ପାଟି ଦିଟା ଦ୍ୱିଖଣ୍ଡ କରିବୁ। ବାପା ରଜା ଘର ପାଠ 6 ଦୁଗୁଣେ 8। ରଜା ଘର ମୁଣ୍ଡ ବିକିଛୁ ମାନେ ତୋତେ ପାଠ ପଢିବାକୁ ପଡିବ। ପାରିବିନି ବାପା, ମୁଁ ପାରିବିନି। ପିଲାଟି ଦିନରୁ ଛାତିରେ ହାତ ବାଡ଼େଇ ନିଜ କୁଚିତ ପୁରିଆ ବୋଲି କହି ଆସିଛି। ଆଜି କେମିତି ମୁଁ ସାଲିସ କରିବି, କେମିତି ମୁଁ ଦେଖି ଦୋ ଦାସ ପାରିବି। ଦରକାର ନାହିଁ ବାପା, ଦରକାର ନାହିଁ ଏ ଚାକିରି। ପୁରିଆ ଟଙ୍କା ଯିବା ପୂର୍ବରୁ ସେ ଟଙ୍କାଟା ଫେରେଇ ଦେଇଯା। ଆମେ ତ ଭାଇ କଲେଜ ରସି କାଢ କି ଫୁଟପାଥ ମୋଟ আমার কোনো জায়েজ নেই। কালি রাতি হওয়া পাহিবা পূর্ব কথাগুলো পচালিଯିବ। ভুলি ଯାଇଛି ବାବୁ, ଏମିତି ଭୁଲ ଆଉ କେବେ ହବନି। ମୁଁ ଜାଣିନଥିଲି ରାଜା ଘର ନୀତି ନିୟମ ଆଇନ କାନୁନ ସହିତ ମୋ ଭାଗ୍ୟ ଭବିଷ୍ୟତ ଗଢ଼ା ହେଇଛି ବୋଲି। ଏମିତି ଭୁଲ ମୋର ଆଉ କେବେ ହବନି ବାବୁ, ଏମିତି ଭୁଲ ଆଉ କେବେ ହବନି। ଓକେ ମନା ଆସନ୍ତା କାଲି ଦୋଳ ପୂର୍ଣ୍ଣେଇ। ଆଜ୍ଞା ରାଧା ଗୋବିନ୍ଦ ଭୋଗ ଖାଇବେ। ଆଜ୍ଞା ସେ କଥାଟା ତ ମାମା ବୁଝିଦବ। ତୁ ଟିକେ ନିର୍ବାଚନ ମଣ୍ଡଳୀ ଆଡୁ ବୁଲି ଦେଇ ଆସ। ଆଜ୍ଞା ଆଉ ଶୁଣ, ଟଙ୍କାଟା ତାକୁ ଦେଇ ଦେଇଛି। ମୁଁ ଆସୁଛି, ମୁଁ ଟିକେ ଦୂରରେ ଯାଉଛି। ଆଜ୍ଞା ଆସୁଛି। ଆଉ ଠିଆରୁ କାହିଁକି? ଯା ଯା ରାଜବାଟିଆକେ ଢୋଳ ବଜେଇବୁ ଯା। ଅବେ ଯାଉନୁ,
আবে শো যাও না রাজা ঘর পাচ্ছ ছ দুগুণে আচ্ছ যা কইলে মানিব উঠ কইলে উঠিব বাস কইলে বসিব সব মনে লাগে কি এ রোজা প্রভু গরম চল আবার শোন রোজা ঘর পাচ্ছ ছ দুগুণে আচ্ছ যা কইলে মানিব উঠ কইলে উঠিব বাস কইলে বসিব ବାରମ୍ବାର ଭୁଲ ହେଇଯାଉଛି ମୁଁ ନିଜେ ବି ଜାଣିପାରୁନି ମୋ ବୁଢୀ ଠାକୁରାଣୀ ନିୟମ ଖାଇ କହୁଛି ବାଦ ଆଜିଠୁ ଏମିତି ଭୁଲ ଆଉ କେବେ ହବନି ଆଜିଠୁ ଆପଣ ଉଠ କହିଲେ ଉଠିବି ବସ୍ କହିଲେ ବସିବି ଏ ରାଜା ତମେ ମାନେ ସମସ୍ତେ ଶୁଣ ଆଜି ତୁମେ ଚିତନ ପୁରିଆ ଦୋକାନ ଗୋଟେ ପାଠ ମଣିଷ ପାଲଟି ଗଲା ଇଚ୍ଛା ନଥାଇବି ସେ ପାଠ ପଢିବ ରଜା ଘର ପାଠ ରଜା
ପାଟରେ ଯୋଉ ରାଜାଙ୍କ ଦୟାରେ ଦାସିଆ ବାଉରି ବଞ୍ଚୁଛି ସେଇ ରାଜାଙ୍କ ପାଟରାଣୀকে ମୁଣ୍ଡିଆ ନ ମାରିଲେ ପାପ ଲାଗିବ। ଏମିତି କଥା କହି ମତେ ଆଉ କଷ୍ଟ ଦିଅନି। ମତେ ଖାଲି ଥରୁଟିଏ କୁହ, ଇଏ କଣ ସେଇ ଚାନ୍ଦ ଯାହାକୁ ମୁଁ ଲୁଚି ଛପି ଜନ୍ମ ଦେଇଥିଲି? ହଁ, ଇଏ ହଉଛି ତମର ସେଇ ଚାନ୍ଦ। ତମ କୁଆରୀ ଜୀବନର ପାପ ଯାହାକୁ ତମେ ମୋ ହାତରେ ଛାଡ଼ି ଦେଇ ଚାଲି ଆସିଥିଲ। ତମ ସହିତ ମୋର ଭାବ ଥିଲା ବୋଲି ତାପରେ ତମେ ସଂସାର କଲ ଆଉ ମୁଁ ବି ସଂସାର କଲି। ସେଇ ଦିନଠୁ ଏଇଟା ଗୋଟେ ପୁଅକୁ ଜନ୍ମ ଦେଇ ଆର ପାରିକି ବାଟ କାଟିଲା। ସେଇ ଦିନଠୁ ଏଇ ନାରୀଟାକୁ ଜଗିଛି ଯେ ଜଗିଛି। ତମେ ବହୁତ ଦୁଃଖରେ ଅଛ ନା? ଦୁଃଖ କାହିଁ? ତମେ ଯୋଉ ସୁଖ ଛାଡ଼ି ଆସିଥିଲ ସେଇ ସୁଖରେ ପ୍ରଭୁ ବୁଟୁବୁ ହଉଛି। ଅଭିମାନ କରିଛ ତମେ। ହେଲେ ମୁଁ କଣ କରିଥାନ୍ତି କୁହ? ତମେ ଛୋଟ ଜାତିର ବୋଲି ମୋ ବାପା ତମ ସହିତ ବାହା ଦେବାକୁ ରାଜି ହେଲେନି। ଥାଉ, ତମ କଥା ଗୁଡ଼ାକ କାହାଣୀର ପେଡ଼ି ଭିତରେ। ଶୁଣ, ଗୋଟେ କଥା କହିବି, ଚାନ୍ଦକୁ ଦେଖିବାକୁ ମୋର କାହିଁ ଭାରି ଇଚ୍ଛା ହଉଛି। ଡାକିବି? ଗୋଟାଏ କଣ୍ଡିସନରେ ଡାକିବି। ଏହି ରାଜଉଆସର ସମସ୍ତଙ୍କ ସାମ୍ନାରେ ତମେ ମୋ ଚାନ୍ଦକୁ କୋଳେଇ ଦେବ। ପାଟିରେ ଚିତ୍କାର କରି କହିବ ଏଇ ଚାନ୍ଦଟା ହଉଛି ମୋ ପୁଅ ଯାହାକୁ ମୁଁ ଗୋଟେ ବାଉରି ପାଖରେ ଛାଡ଼ି ଦେଇ ଆସିଛି। କାହିଁକି ପାଟିରେ ହାତ ଦେଇଦେଲ? କହିବିନି ମୁଁ, କାହିଁକି ନା ମୋ ସ୍ୱାମୀଙ୍କର ରାଜନୈତିକ ପ୍ରତିଷ୍ଠା, ମୋ ପିଲାମାନଙ୍କ ଭବିଷ୍ୟତ, ଏ ରାଜଉଆସର ଡର ମତେ ପ୍ରତି ମୁହୂର୍ତ୍ତରେ ଡରଉଛି। ଚାହିଁଲେ ବି, ଇଚ୍ଛା କରି ଚାହିଁଲେ ବି ମୁଁ ଚାନ୍ଦକୁ କୋଳରେ ବସେଇ ପାରିବିନି। ସେଇଟା ପରା ଗୋଟେ ଜାତି ପାଖରୁ ଜନ୍ମ ହେଇଛି। ସେଇଟା ଦାସିଆ ବାଉରି ପାଖରୁ ଜନ୍ମ ହେଇଛି। ପ୍ଲିଜ୍, ଚୁପ୍ ହେଇଯାଅ ତମେ। ଆଉ କିଛି କୁହନି ତମେ। ମୋ ପିଲାମାନେ ଶୁଣିବେ, ତମେ ଜାଗା ଛାଡ଼ି ଚାଲିଯାଅ। ମୋ ପିଲାମାନେ